ମୁଁ ଜଣେ ଗୌଡ଼ ଗାଈଙ୍କର ସେବା କରେ, ଗାଈଙ୍କୁ ଭଲ ପାଏ। ମୋ ପୁଅକୁ ମଧ୍ୟ ସେଇ ସଂସ୍କୃତିରେ ମୁଁ ବଢ଼େଇଛି ଏବଂ ପୁଅ ସ୍ୱରୋତ୍ତୋଳନ କରୁଛି। ଯେଉଁ ଗାଈକୁ ଯେଉଁ ଟର୍ଚର ହେଉଛି, ଗାଈକୁ ଯେଉଁ ନେଇଯାଉଛନ୍ତି ବିକି ଦେଉଛନ୍ତି, ବୁଢ଼ା ହେଇଗଲେ ଆଉ ଘରେ ରଖୁନାହାନ୍ତି, ସେ ବିଷୟରେ ସବୁ ବିଭିନ୍ନ ପ୍ରକାର ସ୍ୱରୋତ୍ତୋଳନ କରୁଛି ଏବଂ ମୁଁ ତାକୁ ମଧ୍ୟ ସପୋର୍ଟ କରୁଛି। କାହିଁକି ନା ମୁଁ ହେଉଛି ଗୋମାତାଙ୍କର ଜଣେ ସେବକ। ନମସ୍କାର, ମୁଁ ସରୋଜ ଦାସ, ଏସ୍ ପ୍ରଡକ୍ସନର ସୁଧାକର ବସନ୍ତ ଡାଇରେକ୍ଟର ସିନେମା ଗୋମାତା କାନ୍ଦୁଛି ରାଜରାସ୍ତାରେ। ଏଇ ଚଳଚ୍ଚିତ୍ରର ଆଜି ହେଉଛି ମୁହୂର୍ତ୍ତ, ସୁଟିଂ ଆରମ୍ଭ ହେବ। ନାଁରୁ ଆପଣ ବୁଝିପାରୁଥିବେ ଆମମାନେ ସବୁ ଗୋମାତାକୁ ପୂଜା କରୁ ଏବଂ ସିଏ କାନ୍ଦୁଛି ରାଜରାସ୍ତାରେ କ'ଣ ପାଇଁ, ତାର କାରଣ କ'ଣ? ମୁଁ ୟା ଦେହରେ ହିରୋର ଫାଦର ରୋଲ୍ କରୁଛି ଏବଂ ମୁଁ ଜଣେ ଗୌଡ଼ ଗାଈଙ୍କର ସେବା କରେ, ଗାଈଙ୍କୁ ଭଲ ପାଏ। ମୋ ପୁଅକୁ ମଧ୍ୟ ସେଇ ସଂସ୍କୃତିରେ ମୁଁ ବଢ଼େଇଛି ଏବଂ ପୁଅ ସ୍ୱରୋତ୍ତୋଳନ କରୁଛି। ଯେଉଁ ଗାଈକୁ ଯେଉଁ ଟର୍ଚର ହେଉଛି, ଗାଈକୁ ଯେଉଁ ନେଇଯାଉଛନ୍ତି ବିକି ଦେଉଛନ୍ତି, ବୁଢ଼ା ହେଇଗଲେ ଆଉ ଘରେ ରଖୁନାହାନ୍ତି, ସେ ବିଷୟରେ ସବୁ ବିଭିନ୍ନ ପ୍ରକାର ସ୍ୱରୋତ୍ତୋଳନ କରୁଛି ଏବଂ ମୁଁ ତାକୁ ମଧ୍ୟ ସପୋର୍ଟ କରୁଛି। କାହିଁକି ନା ମୁଁ ହେଉଛି ଗୋମାତାଙ୍କର ଜଣେ ସେବକ। ସାର୍ କ'ଣ କହିବେ, ଆପଣଙ୍କର ଯାଦୁକରୀ ଅଭିନୟରେ ଆପଣ କୋଟି ଓଡ଼ିଆଙ୍କ ହୃଦୟରେ ଗୋଟେ ଅଲଗା ଛାପ ସୃଷ୍ଟି କରିଛନ୍ତି, ଆଉ ଏଇ ଫିଲ୍ମ ଜରିଆରେ ସେଟା ପୁଣି ପୁନରାବୃତ୍ତି ହେବ କି? ଚେଷ୍ଟା ତ ନିଶ୍ଚୟ କରିବି। ଆଉ ସୁଧାକର ବସନ୍ତ ମୋର ଅତ୍ୟନ୍ତ ପରିଚିତ ନିର୍ଦ୍ଦେଶକ, ତାଙ୍କ ନିର୍ଦ୍ଦେଶନାରେ ମୁଁ ନିଶ୍ଚିତ ଭାବରେ ଭଲ କରିବି ବୋଲି ମୁଁ ଆଶା କରୁଛି ଏବଂ ଯାହା ହେଇପାରିବ ମୋ ଦ୍ୱାରା ଯେତିକି ହେଇପାରିବ ସୁଧାକର ବସନ୍ତ ତାକୁ ନିଶ୍ଚୟ କାଢ଼ିଦେବେ, ଏଇଟା ନିଶ୍ଚିତ କଥା। ସେ ଅନେକ ଦର୍ଶକଙ୍କର ପ୍ରତିକ୍ରିୟା ରହିଥାଏ କି ସେ ଆକ୍ଟର ଆଉ ନାହାନ୍ତି, ସେ ପୁରୁଣା ଆକ୍ଟର ଆପଣଙ୍କ ଭଳି ଆକ୍ଟର ଆଉ ନାହାନ୍ତି। ଏବେକାର ଯେଉଁମାନେ ରହିଛନ୍ତି ଜେନ୍ଜିର ଯେଉଁ ପିଲାମାନେ ଆସୁଛନ୍ତି ଆକ୍ଟିଂ କରିବା ପାଇଁ, ତାଙ୍କର ସେଭଳି ଅଭିନୟ ସେମାନେ ଦେଖିବାକୁ ପାଉନାହାନ୍ତି। ଦେଖନ୍ତୁ, ଜେନେରେସନ୍ ଚେଞ୍ଜ ହେଇଗଲାଣି। ବର୍ତ୍ତମାନ ଯେଉଁ ଜେନେରେସନ୍ ସିନେମା ଦେଖୁଛନ୍ତି ସେମାନେ ଆଉ ସେ ପୁରୁଣା କାହାଣୀ ଦେଖିବାକୁ ଚାହୁଁନାହାନ୍ତି। ହେଇପାରେ, ମୁଁ ଜାଣିନି ଏଇଟା। ପୁରୁଣା ଆକ୍ଟର ଅଛନ୍ତି, ସେଇ ନୂଆମାନେ ବି ପୁରୁଣା ହେଇଯିବେ, ଏମିତି କିଛି ଅସୁବିଧା ନାହିଁ। କିନ୍ତୁ ନିର୍ଦ୍ଦେଶକଙ୍କର ଦାୟିତ୍ୱ ବହୁତ ବେଶୀ। ସିଏ ଯଦି ଠିକ୍ ଭାବରେ ବାଟରେ ତାଙ୍କୁ କଢ଼େଇ ନେବେ, ସେମାନେ ବି ପୁରୁଣା ଅଭିନେତା ହେଇପାରିବେ ଏବଂ ସେମାନେ ମଧ୍ୟ ଭଲ ଅଭିନୟ କରିପାରିବେ। ସାର୍, ଗାଈ ପାଇଁ ବୋଲିକି ସମସ୍ତେ ଚିନ୍ତା କରୁଛନ୍ତି, ଗୋମାତା ବୋଲିକି ସମସ୍ତେ କହୁଛନ୍ତି ଗାଈ କ୍ଷୀର ପାଇଁ ଗୋଟେ ଛୋଟ ଛୁଆ ବଡ଼ ବି ହେଇପାରୁଛି। କିନ୍ତୁ ଯେମିତିକି କୁହାଯାଏ କି ରାଷ୍ଟ୍ରୀୟ ପଶୁ ହେଲା, ପକ୍ଷୀ ହେଲା, ଯେମିତି ନାଁ ଅଛି, ତ ସେମିତି ଗୋମାତା ବୋଲିକି ସେମିତି କିଛି ଗୋଟେ ରହିବା ଦରକାର ବୋଲିକି ଆପଣ ଭାବୁଛନ୍ତି? ନାଇଁ ନାଇଁ, ଦରକାର ନାହିଁ। କାହିଁକି ନା ଗୋମାତା ଆମ ଠାକୁର, ଆମେ ତାଙ୍କୁ ପୂଜା କରୁଛୁ। ତେଣୁ ଆଉ ସେଠି ନାଁ ରହିବା କ'ଣ ଦରକାର? ସେତିକି ତ ଯଥେଷ୍ଟ। ସେ ଆମ ପାଇଁ ଜଗନ୍ନାଥଙ୍କ ଭଳିଆ। ଗୋମାତାଙ୍କୁ ପ୍ରତି ଘରେ ଘରେ ପୂଜା ହୁଏ। ତେଣୁ ଗୋମାତା ତ ଅଲରେଡ଼ି ଆମ ଠାକୁର, ତେଣୁ ତାଙ୍କୁ ଆଉ ନାଁ ଦେବା କିଛି ଦରକାର ନାହିଁ। କିନ୍ତୁ ଲୋକ କ'ଣ କରନ୍ତି, କୁକୁରକୁ ଆଣିକି ଘରେ ପାଳନ୍ତି କିନ୍ତୁ ଗୋମାତାକୁ ନେଇ ବାହାରେ ରଖନ୍ତି। ନା ନା, ସେମିତି ନାହିଁ। ବଢ଼ିଆ ଗୁହାଳ କରିକି ରଖୁଛନ୍ତି, ଭଲ ଭାବରେ ରଖୁଛନ୍ତି। ଆଜିକାଲି ସେସବୁ ବଦଳି ଗଲାଣି। କୁକୁରକୁ ବି ରଖୁଛନ୍ତି, ଏପଟେ ଗୋମାତାକୁ ବି ରଖୁଛନ୍ତି, କିନ୍ତୁ ଗୋମାତାଙ୍କର ସେବା କରୁଛନ୍ତି, କୁକୁରଙ୍କର ସେବା କରୁନାହାନ୍ତି। ତାହେଲେ କ'ଣ କହିବେ ସାର୍, ଏଇ ଯେଉଁ ଚଳଚ୍ଚିତ୍ରରେ ସୁଟିଂ ଚାଲିଛି କେମିତି ଆଗେଇବ ଆଉ ଦର୍ଶକ ତାକୁ ଭଲ ପାଇବେ? ନିଶ୍ଚିତ ଭାବରେ ଭଲ ପାଇବେ। ମୁଁ ସେତିକି କନଫିଡେନ୍ସ ଅଛି ମୋର ସୁଧାକର ବସନ୍ତଙ୍କ ଉପରେ। ତାଙ୍କ ଭଳିଆ ନିର୍ଦ୍ଦେଶକ ନିଶ୍ଚିତ ଭାବରେ ଠିକ୍ ବାଟରେ ସିନେମାକୁ ନେଇକି ଯିବେ, ଲୋକଙ୍କୁ ଯେମିତି ବହୁତ ଭଲ ଲାଗିବ। ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ।